ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ହାତ ଧରିକି ରୁମ୍କୁ ଡାକିବ। କେବଳ ଓମ୍ ଭଗବତେ କୁରୁକୁରୁ ଆଜି ରାତିରେ ଏହି ମନ୍ତ୍ରକୁ ପଢ଼ି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ହେଉ ବା ବିବାହିତା ନାରୀ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ଆଜି ରାତିରେ ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ତାହାର ସୁନ୍ଦରତାକୁ ଦେଖି ତା ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜି ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ପଢ଼ିକି ଶୋଇପଡ଼ନ୍ତୁ। ଗ୍ୟାରେଣ୍ଟି ଦେଉଛି ଏପଟେ ଆପଣ ମନ୍ତ୍ରକୁ ପଢ଼ିବା ମାତ୍ରେ ସେପଟେ ସେ ଝିଅ ବା ନାରୀ ବିଚଳିତ ହୋଇ ଉଠିବ। ଖାଲି ଆପଣଙ୍କ ପାଖକୁ ଆସିବା ପାଇଁ ଛଟପଟ ହେବ। ଯେପର୍ଯ୍ୟନ୍ତ ଆପଣଙ୍କ ସହିତ ସମ୍ପର୍କ ରଖିନି ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ବଶୀକରଣ ଦୁନିଆର ସବୁଠାରୁ ଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ନାରୀ ଉପରେ ଏହି ମନ୍ତ୍ରକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ ସାହାଯ୍ୟରେ ଆପଣ କେଉଁ ବି କୁଆଁରୀ ଝିଅ ବା ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି ଆଜି ରାତିରେ ଶୋଇବା ପୂର୍ବରୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ପଢ଼ିକି ଦେଖନ୍ତୁ। ତାପରେ ଦେଖିବେ ଚମତ୍କାର। ଏପଟେ ଆପଣ ମନ୍ତ୍ରକୁ ପଢ଼ିବା ମାତ୍ରେ ସେ ଝିଅ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସି ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ନିଜ ଘରେ ବସି ବସି ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରିପାରିବେ। ତାକୁ ନିଜ ପ୍ରେମରେ ଦିବାନୀ କରିପାରିବେ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି। ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣ ଠିକ୍ ସେହିପରି କରିବେ। ତାପରେ ଦେଖିବେ ଚମତ୍କାର। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କହିବେ ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ସହଜ ଘରୋଇ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ ବିନା କୌଣସି ପଇସା ଖର୍ଚ୍ଚ କରି ଘରେ ବସି ବସି କରିପାରିବେ। କିନ୍ତୁ ମନେ ରଖନ୍ତୁ, ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବିଧି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେତେ ସୁନ୍ଦରୀ ଝିଅକୁ ଚାହିଁବେ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ତାଠାରୁ କିଛି ବି କାମ ହାସଲ କରିପାରିବେ। କେବଳ ଆପଣଙ୍କୁ ଓମ୍ ଭଗବତେ କୁରୁକୁରୁ ଏହି ମନ୍ତ୍ରକୁ ପଢ଼ିବାର ଅଛି। ତେବେ ଚାଲନ୍ତୁ ଜାଣିବା ଏହି ବିଧି ଆପଣ କିପରି କରିବେ।
ମନେ ରଖନ୍ତୁ ଏହି ବଶୀକରଣ ଆପଣ କେବଳ ରବିବାର କିମ୍ବା ଗୁରୁବାର ଦିନ କରିପାରିବେ। ରାତିରେ ଶୋଇବା ପୂର୍ବରୁ କରିବେ। ବିଧିଟି କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ଧୋଇକି ସଫା ବସ୍ତ୍ର ପିନ୍ଧିକି ଏହି ବଶୀକରଣ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ, ନାଲି ରଙ୍ଗର କଲମ ଆଣିବେ, ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। କାଗଜରେ ପ୍ରଥମେ ଆପଣ ସେଇ ଝିଅ ବା ମହିଳାର ନାମ ଲେଖିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି, ଆଉ ତା ତଳେ ଓମ୍ ଭଗବତେ କୁରୁକୁରୁ ଏତିକି ଲେଖିସାରିବା ପରେ ସେ କାଗଜରେ ଭଲ ଭାବରେ ସିନ୍ଦୁର ଲଗାଇଦେବେ। ଏତିକି କରିସାରିବା ପରେ ସେ କାଗଜକୁ ନିଜର ସାମ୍ନାରେ ରଖିବେ, ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ, ଓମ୍ ଭଗବତେ କୁରୁକୁରୁ ଏହିପରି ଏହି ମନ୍ତ୍ରକୁ 7 ଥର ପଢ଼ିଦେବେ। 7 ଥର ମନ୍ତ୍ର ପଢ଼ି ସାରିବା ପରେ 3 ଥର ସେଇ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ଏତିକି କରିସାରିବା ପରେ ସେ କାଗଜକୁ ଭଲ ଭାବରେ ମୋଡ଼ିକି ନିଜ ଅଗଣାରେ ଅଳ୍ପ ଟିକେ ମାଟି ଖୋଳିକି ପୋତିଦେବେ। ଯଦି ଆପଣଙ୍କ ଘରେ ଅଗଣା ନାହିଁ ତେବେ କୌଣସି ଏକ ଜାଗାରେ ଅଳ୍ପ ଟିକେ ମାଟି ଖୋଳିକି ସେ କାଗଜକୁ ପୋତିଦେବେ। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ମାତ୍ର 10 ମିନିଟ୍ରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜ ଆପଣଙ୍କ ବଶରେ ହୋଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।